କାହାଣୀର ଶୀର୍ଷକ ହେଉଛି ସଙ୍ଗତ। ପାଣି ଗରମ ତାୱାରେ ପଡ଼ିଲେ କୁଆଡ଼େ ଗାୟବ ହୋଇଯାଏ। ପଦ୍ମପତ୍ର ଉପରେ ପଡ଼ିଲେ ମୋତି ପରି ଚମକି ଉଠେ। ଆଉ ଶୀତ ରାତିରେ ପଡ଼ିଲେ ଚମଚମାକତି ହୋଇ ମୋତି ପରି ଚମକି ଉଠେ। କେବଳ ଫରକ ଏତିକି, ସଙ୍ଗତିର। ଏକ କାହାଣୀ ମୁଁ ଆପଣଙ୍କୁ କହୁଛି, ଧ୍ୟାନ ଦେଇ ଶୁଣିବେ ଏବଂ ତାର ମତାମତ ମଧ୍ୟ ଦେବେ। ଅନୁରୋଧ ରହିବ ଆପଣଙ୍କୁ। ଜଣେ ରାଜା ସୈନ୍ୟ ସାମନ୍ତ ଧରି ଜଙ୍ଗଲକୁ ଶିକାର ପାଇଁ ଯାଇଥିଲେ। ଜଙ୍ଗଲ ଯାକ ବୁଲି ବୁଲି ଶିକାର କରୁଥାନ୍ତି। କେଉଁଠି ହେଲେ ଗୋଟିଏ ହେଲେ ଜୀବଜନ୍ତୁ ପକ୍ଷୀଜନ୍ତୁ ପାଇଲେ ନାହିଁ। ତେଣୁ ସେ ନିରାଶ ହୋଇ ନେଇଥିବା ଘୋଡ଼ାକୁ ବିଭିନ୍ନ ପ୍ରକାର ଭର୍ତ୍ସନା କରି କହିଲେ, ତୋ ଦ୍ୱାରା କିଛି ହେଇପାରିବ ନାହିଁ, ତୁ ସ୍ପିଡ଼ି ଦୌଡ଼ୁନାହୁଁ। ସୈନ୍ୟ ସାମନ୍ତକୁ ମଧ୍ୟ ଗାଳି ଦେଲେ, ତମ ଗୁଡ଼ାକ ଅମଙ୍ଗୁଳିଆ, ତମେ ଆସିବା ହେତୁ କୌଣସି ଗୋଟେ ଜନ୍ତୁ ମିଳିଲା ନାହିଁ। ଏହା କହି ଯାଉଥାନ୍ତି ଏବଂ ରାଗରେ କହିଲେ, ତମେ ଘୋଡ଼ାଟାକୁ ନେଇକି ସୈନ୍ୟମାନେ ତମେ ସବୁ ଚାଲିଯାଅ, ମୁଁ ବର୍ତ୍ତମାନ ଚାଲି ଚାଲି ଯାଉଛି। ରାଜା ଚାଲି ଚାଲି ଯାଉଥାନ୍ତି। ବହୁ ଦୂର ଯିବା ଫଳରେ ଯେତେବେଳେ କ୍ଳାନ୍ତ ହୋଇଗଲେ ଗୋଟେ ଗଛ ପାଖରେ ବିଶ୍ରାମ ନେଲେ। ବିଶ୍ରାମ ନେବା ସମୟରେ କ'ଣ ହେଇଛି ନା ରାଜାଙ୍କୁ ନିଦ ଆସିଯାଇଛି। ରାଜା ଶୋଇପଡ଼ିଛନ୍ତି। ଠିକ୍ ଏତିକି ବେଳେ ଗୋଟିଏ କାଉଟିଏ ଆସି ସେ ଡାଳରେ ବସିଲା। ଆଉ କାଉର ପ୍ରକୃତି ଯାହା, ସେହିପରି ସେଇ ସ୍ୱଭାବରେ ସେ ସେଇ ବସିକି ସାଙ୍ଗେ ସାଙ୍ଗେ ସେଇଠିକିନା ମଳତ୍ୟାଗ କରିଦେଲା। ସେ ମଳତ୍ୟାଗ ଆସି ରାଜାଙ୍କ ଉପରେ ପଡ଼ିଲା। ରାଜା ନିଦ୍ରାରେ ଶୋଇଥାନ୍ତି। ତାପରେ କିଛି ସମୟ ପରେ ସେ କାଉଟି ପୁଣି ଉଡ଼ିକି ଚାଲିଗଲା। ଚାଲିଗଲା ପରେ କିଛି ସମୟ ପରେ ପୁଣି ଗୋଟେ ହଂସଟେ, ରାଜହଂସ, ଉଡ଼ି ଉଡ଼ି ଆସି ସେଇ ଡାଳରେ କାଉ ଯେଉଁଠି ବସିଥିଲା ସେଇଠିକିନା ସେ ବସିଲା। ଯେତେବେଳେ ସେଠିକିନା ସେ ବସିଛି, କିଛି ସମୟ ପରେ ରାଜାଙ୍କର ନିଦ ଭାଙ୍ଗିଗଲା। ନିଦ୍ରା ଭାଙ୍ଗିଯିବାରୁ ରାଜା ଯେତେବେଳେ ଦେଖିଲେ ପୁରା ତାଙ୍କ ଶରୀର ପୁରା ମଳା ହେଇଯାଇଛି ମଳତ୍ୟାଗରେ। ତେଣୁ ସେ ସବୁଆଡ଼େ ଅନେଇକି ଦେଖିଲେ ଗଛ ଉପରେ ଗୋଟିଏ ରାଜହଂସ ବସିଛି। ତେଣୁ ରାଜା କ'ଣ କଲେ, କ୍ରୋଧରେ ନିଜ ଧନୁଷ ଧରି ସେ ହଂସଟିକୁ ପୁରା ତୀରରେ ମାରିଦେଲେ। ଯେତେବେଳେ ମାରିଦେଲେ ହଂସଟି ମରିକି ତଳେ ପଡ଼ିଗଲା। ତେଣୁ ଯେତେବେଳେ ପଡ଼ିଗଲା, ରାଜାଙ୍କ ପାଖରେ ପଡ଼ିଲା, ସେଇଠିକିନା ହଂସଟି ଉତ୍ତର ଦେଲା ରାଜାଙ୍କୁ, ଆଜ୍ଞା, ମୁଁ ଆପଣଙ୍କର କି ଅପରାଧ କରିଛି, କି ଦୋଷ କରିଥିଲି, ବିନା ଅପରାଧରେ ମୋତେ ମାରିଦେଲେ? କାହିଁକି ନା ଏଇ ଡାଳରେ କାଉଟିଏ ବସିଥିଲା, କାଉଟି ମଳତ୍ୟାଗ କଲା। ସେ ଉଡ଼ିଯିବା ପରେ ଆସି ମୁଁ ସେଇ ଜାଗାରେ ବସି ପଡ଼ିଲି। ତେଣୁକରି ଆପଣ ମୋତେ ମାରିଦେଲେ। ଏହା କେବଳ ସଙ୍ଗତିର ଦୋଷ। ଫରକ କେବଳ ସଙ୍ଗତି। ତେଣୁ ଏ କାହାଣୀରୁ ବୁଝାଉଛି ଯେ ଅନ୍ୟ ସଙ୍ଗେ ଖରାପ ଲୋକ ସହିତ ସଙ୍ଗତି କଲେ ଆପଣ ସେଇ ସଙ୍ଗତିରେ ପଡ଼ିବେ। ଆଉ ଭଲ ଲୋକ ସହିତ ମିଶିଲେ, ସଙ୍ଗତି କଲେ ଆପଣ ଭଲ ମଣିଷ ହେବ। ନମସ୍କାର, ମୁଁ ପ୍ରସନ୍ନ କୁମାର।